ଦୁଇଟି ସଂଖ୍ୟାର ଗୁଣଫଳ 500 ଓ ଭାଗଫଳ 4 ବିଭକ୍ତ 5 ସଂଖ୍ୟା ଦୁଇଟି କେତେ? ହେଲେ ଭାଗଫଳ 4 ବିଭକ୍ତ 5 ର ଅର୍ଥ ହେଉଛି ଗୋଟିଏ ସଂଖ୍ୟା 4 ଗୁଣ ବେଳେ ଅନ୍ୟ ସଂଖ୍ୟାଟି 5 ଗୁଣ ହୁଏ। ଯଦି ଗୋଟିଏ ସଂଖ୍ୟା 4 ଗୁଣ ଅନ୍ୟ ସଂଖ୍ୟା 5 ଗୁଣ ସେମାନଙ୍କର ଗୁଣଫଳ ହେବ 4 ଗୁଣ ଗୁଣନ 5 ଗୁଣ ସମାନ 20 ବର୍ଗ ଗୁଣ। ଏଇଠି ମନେ ରଖିବ 20 ଗୁଣ କରିବନି, ଗୁଣରେ ଗୁଣକୁ ଗୁଣିଲେ ତାହା ବର୍ଗ ଗୁଣ ହୁଏ। ତାହେଲେ 20 ବର୍ଗ ଗୁଣ ହେଉଛି ସେମାନଙ୍କର ଗୁଣଫଳ। ପ୍ରଶ୍ନରେ ଦିଆଯାଇଛି ଗୁଣଫଳ ହେଉଛି 500। ପ୍ରଶ୍ନାନୁସାରେ 20 ବର୍ଗ ଗୁଣକୁ 500, ଏକ ବର୍ଗ ଗୁଣକୁ ହେବ 500 ହରଣ 20 ସମାନ 25, ଏକ ଗୁଣକୁ ହେବ 25 ର ବର୍ଗମୂଳ ସମାନ 5। ଆମେ ଏକ ଗୁଣ ପାଇଲେ ସଂଖ୍ୟା ଦୁଇଟି ହେଉଛି 4 ଗୁଣ ଓ 5 ଗୁଣ। ଯଦି ଏକ ଗୁଣକୁ 5 ହୁଏ 4 ଗୁଣକୁ ହେବ 5 ଗୁଣନ 4 ସମାନ 20, 5 ଗୁଣକୁ ହେବ 5 ଗୁଣନ 5 ସମାନ 25। ସଂଖ୍ୟା ଦୁଇଟି ପାଇଗଲେ 20 ଓ 25 ଅପସନ୍